10 ଷ୍ଟାର୍ଟ। କୁହନ୍ତୁ ଭାଇ ମାନେ ଯେ ମାଛ ଯେ କ'ଣ କେମିତି କ'ଣ ଚାଷ କରୁଛନ୍ତି ତା ବିଷୟରେ ଟିକେ ଜଣାନ୍ତୁ ଦର୍ଶକମାନଙ୍କୁ। ଆପଣଙ୍କର ପରିଚୟଟା ଦିଅନ୍ତୁ। ମୋ ନାଁ ହେଉଛି ମିଟୁପୁରୀ। ଏ ଫାର୍ମଟା ଆମେ ଚାଷ କରୁଛୁ। ଆଜି 5 ବର୍ଷ ହେଇଗଲା ଏ ଫାର୍ମର ଚାଷ କରି ଆମେ ଚାଲିଛୁ। ଯେହେତୁ ହେଉଛି ଫାର୍ମ କରିବା ତ ଭାରି ବହୁତ ଜୋର କଷ୍ଟ। ତଥାପି କଷ୍ଟ ମଧ୍ୟରେ ବି ଆମେ 5 ବର୍ଷ ହେଲା ଲଢ଼େଇ କରି ଚାଲିଛୁ। ଏବେ ଆଜି 2026 ମସିହାର ଟାଇମ୍ରେ ଯାହା ହଉ ସକ୍ସେସଫୁଲ୍ ଚାଷୀ ହେଇକି ଆଜି 18-19 ଗ୍ରାମ 20 ଗ୍ରାମ ମାଛ କରିକି ଆଜି ବାହାର ପାଟିକୁ ଡାକିକି ମାଛ ବିକି ପାରୁଛୁ। ଏଇଟା ଆମର ସୌଭାଗ୍ୟ। ଆଉ ଏହା ବି ମନେ କରୁଛୁ ଯେ ମାନେ ଆମେ ଚାଷୀ ଭିତରେ ଆକ୍ଟିଭ୍ ଅଛୁ ବୋଲି ଆଜି ଓଡ଼ିଶାରେ ଆମେ ମାଛ କରିକି ଫିଲ୍ଡରେ 1 ନମ୍ବର ର୍ୟାଙ୍କରେ ଆମେ ଚାଲିଯାଉଛୁ। ତାହେଲେ ଲସ୍ ଫସ୍ କିଛି ଲସ୍ ଯଦି 2-3 ବର୍ଷ ଆଗରୁ ହେଉଥିଲା, ଆଜି 2 ବର୍ଷ 3 ବର୍ଷ ଏଇଟା ଲସ୍ ହେଇନାହିଁ। ତାହା ବି କିଛିଟା ଆମେ ସକ୍ସେସଫୁଲ୍ ହେଇକି ଚାଲିଛୁ। ତାହେଲେ ଆଗାମୀ ଅଧ୍ୟାୟରେ ବି ଚାଷ ଆଗାମୀ ମଧ୍ୟ ବି ଆମେ ସେଇ ଚାଷଟା ଜାରି ରଖିବୁ। ଆଉ ଏହା ବି ପୁରା ବିଗତ ବର୍ଷ ପର୍ଯ୍ୟନ୍ତ ବି ଚାଲି ରହିବ ତ। ଆଜ୍ଞା। ମାଛ କେମିତି କ'ଣ ପ୍ରାଇସ୍ ଆସୁଛି? ପ୍ରାଇସ୍ ଯେଉଁଟା 2025 ଟାଇମ୍ରେ ଯେଉଁଟା 10 ଗ୍ରାମଟା 200 ଟଙ୍କା ରେଟ୍ ଥିଲା, ଆଜିକା ଡେଟ୍ରେ ସେଇଟା 250-255 ରେଟ୍ ଅଛି, ଯାହାକି ଆମେ ଚାଷୀ ଉପକୃତ ହେଉଛୁ। କି ଚାଷ କରିବା ପାଇଁ ବି ଆମକୁ ଆଗ୍ରହ ହେଉଛି ମାଛ ରେଟ୍ର ଥିବାକୁ। ଆଉ କିଛି କହିବେ? ନା, ମୁଁ ଏତିକି କହିଲି ଯେ ଯାହାକି ଚାଷକୁ ଏତେ ଆକ୍ଟିଭ୍ କରୁଛନ୍ତି, ଆଉ ଚାଷକୁ ଏତେ ଧ୍ୟାନ ଦେଉଛନ୍ତି, ଆଉ ଚାଷ ପାଇଁ ଯେ ଏତେ ସମସ୍ତେ ବି ଲାଗି ପଡ଼ୁଛନ୍ତି କେମିତି ଚାଷୀ ଚାଷ କରୁ, 2 ପଇସା ପାଆନ୍ତୁ, ଆଉ ପ୍ଲସ୍ କମ୍ପାନୀ ବି ବଞ୍ଚୁଛୁ, ଆମେ ବି ବଞ୍ଚୁଛୁ, ସମସ୍ତେ ବି ବଞ୍ଚୁଛୁ। ଏଇଟା ହିଁ ଆମ ଲାଷ୍ଟ।